ଆଜି ସକାଳୁ ସକାଳୁ ମଉସା ପଳେଇଗଲେ ଭୋଜି ଖାଇ, ଲିପା ପଳେଇଗଲା ଡ୍ୟୁଟି। ମୋ ପାଇଁ ଆଉ କିଛି ଜଳଖିଆ କଲିନି। ଚାହା ଦେହରେ ଖଇ ପକେଇକି ଚାହାଟିକୁ ପିଇଦେଲି। ତିତିଲିଟିଏ ଏକା ବସିକି ଏଇଠି ଖେଳୁଛି ଟିଭି ଦେଖି ଦେଖି। ତା ପାଇଁ ଟିକେ ମୁଁ ରୋଷେଇ ବସେଇ ଦେଇଛି। ପ୍ରେସର କୁକର ଦେହରେ ଚାଉଳ ଓ ଆଳୁ ଗୋଟେ ଥରେ ସିଝେଇ ଦେଲି। ମୋ ପାଇଁ ତ ପଖାଳ ଅଛି ଆଉ। ଲିପା ଆଣିଥିଲା ବରଡ଼ା ଶାଗ, ତାକୁ ଟିକେ ଧୁଆଧୁଇ କରି କଟାକଟି କରି ଡାଲି ଟିକେ ପକେଇକି ତାକୁ ଟିକେ ସିଝେଇ ଦେବି ପ୍ରେସର କୁକର ଦେହରେ ସଇନ୍ଧବ ଲୁଣ ପକେଇକି। ଲିପା କହୁଥିଲା କୁଆଡ଼େ ଆଜି ତାର ଉପବାସ ଅଛି, ସିଏ ଆଉ ଭାତ ଖାଇବନି। ସେଥିପାଇଁ ତା ପାଇଁ ଟିକେ ବତୁରେଇ ଦେଉଛି ଅଟା, ସଇନ୍ଧବ ଲୁଣ ଆଉ ଚିନି ପକେଇକିରି। ଅଟାଟି ବତୁରିଲା ଭିତରେ ଇଆଡ଼େ ସିଝିଗଲାଣି ଶାଗ। ତାକୁ ଟିକେ ଜିରା, କଞ୍ଚାଲଙ୍କା, ଘିଅ ଦେଇକି ଫୁଟଣ କରିଦେଲି। ଶାଗଟି ହେଲା ପରେ ଅଟା ଚକୁଳି ମଧ୍ୟ ଘଣ୍ଟା ଘଣ୍ଟି କରିକି ଚକୁଳିଟି କରିଦେଲି। ତାପରେ ତିତିଲିକି ଖୁଆଇବି। ତିତିଲି ଖାଇସାରିଲା ପରେ ମୁଁ ଖାଇବି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି। ରହୁଛି। ନମସ୍ତେ, ଜୟ ଜଗନ୍ନାଥ।